ଜଗନ୍ନାଥ ସାଙ୍ଗମାନେ ଆଶା କରୁଛୁ ସବୁ ଭଲରେ ଥିବେ। ମୁଁ ଭଲ ଅଛି। ମାନେ ସାଙ୍ଗମାନେ ଆଜି ଅଚାନକ କାଳବୈଶାଖୀ ବର୍ଷା ମାନେ କିସ କହିବ, ରାତି ଭୋରୁ ପଡ଼ିଛି ହେଲା, ଭୋରୁ ପଡ଼ିଛି। ଆଉ ଏବେ ବି ମେଘ ଉଠେଇକି ରଖିଛି, ମେଘୁଆ ପାଗ ଭାଇ ବାହାରକୁ ତ ବାହାରିବା ମୁସ୍କିଲ। ଏବିକା ଫେର ବି କାମକୁ ଯିବାକୁ ପଡ଼ୁଛୁ। ଦେଖିପାରୁଛୁ ମାନେ ଘର ହାଲତ କେମିତି ପାଣିର ନା ବହୁତ ଅଜବ। ମାନେ ବର୍ଷାରେ ଗୋଟେ ଚିଡ଼ଚିଡ଼ାପଣ ଲାଗେନି, ମାନେ ଦିନ ସାରା ପାଣିରେ ଚପଟ ଚପଟ ହେଇକି ବୁଲିବ, ବାହାରେ ଗୋଟେ କାମକୁ ଯିବ, ମାନେ କେମିତିଆ ଗୋଟେ ଅଜବ ଲାଗେ। ବର୍ଷାଟା ଭଲ ଚାଷୀମାନଙ୍କ ପାଇଁ ବହୁତ ଭଲ, କାରଣ ତାଙ୍କରିମାନଙ୍କ ପାଇଁ ଆମେ ଟିକେ ପେଟକୁ ଦାନା ପାଉଛୁ। କିନ୍ତୁ ସେଇ ଚାଷୀମାନେ ହିଁ ବହୁତ ହଇରାଣ ହେଇଥାନ୍ତି। ମାନେ ତାଙ୍କ ଘର ଦ୍ୱାର ଏସବୁ ଯେତିକି ସବୁ ବଡ଼ ବଡ଼ କୋଠା ଘର, ତ ତାଙ୍କର କିଛି ଅସୁବିଧା ନାହିଁ, ଖାଇଲେ ପିଇଲେ ମୌଜ ମସ୍ତି ଏସ୍ କଲେ। କିନ୍ତୁ ଆମ ଭଳିଆ ଘର ଏମିତିଆ ଘର ଥିବ ନା ଭାଇ, ପାଣି ତ ଘରେ ପଶିବ। ଦ୍ୱିତୀୟରେ ମାନେ ଘର ଖାଇବା ବି ଆମର ସେମିତି ପରଫେକ୍ଟ ଟାଇମ୍ରେ ବନାଉନଥିବ, ପରଫେକ୍ଟ ଜିନିଷ ନଥିବ, ମାନେ ନ ଖାଇକି ପିଇକି ବି ସେମିତି ବର୍ଷାରେ କିଛି କରିବା। ଦେଖ ଭାଇ ମାନେ କାମ ରିଆଲିଟି ଗୋଟେ ମଣିଷର, ମିଡ଼ିଲ୍ କ୍ଲାସ୍ ମଣିଷର ରିଆଲିଟି ହେଉଛି ବର୍ଷା ଖରା ଶୀତ ସବୁ ସହିକି ବି କାମ ଯିବାକୁ ପଡ଼ିବ। ଦେଖ ସାଙ୍ଗମାନେ, ମାନେ ଆଜି ସକାଳୁ ମୁଁ 7ଟା ଆଗରୁ ଗାଧୋଇ ସାରିଲିଣି। ବର୍ଷା ହେଉଥାଏ କିସ କରିବା, ଦେହ ତ ଖରାପ ହେବ, ମେଡ଼ିସିନ ତ ଖାଇତେ ପଡ଼ିବ। ଅବଶ୍ୟ ଏମିତି ବି ଏଇ ଯେଉଁ ପାଗ ଚେଞ୍ଜ ହେଉଛି ତ ଦେହ ଖରାପ ହେବ ନିଶ୍ଚୟ। ତ ଖାଇସାରିକି ଏବିକା ମାନେ ମୁଁ ତ ଏବେ ଗାଧୋଇ ଗୁଧାକି ସବୁ ପୂଜା ରେଡ଼ି। କିଛି ପାଇଁ ମୁଁ ଯେମିତି କଥାରେ କହିଥିଲି କି ଆଗେ ମାଆର କାମ ତାପରେ ବାହାର କାମ। ଯଦି ମୋ ମା ଖୁସି ନାହିଁ କେହି ଖୁସି ନାହିଁ। ପ୍ରଥମେ ଆକୁ କାମ ମାନେ ଖାଇବା ପିଇବା ସବୁ ସରିଲା ପରେ ବାହାରକୁ ନିର୍ଭୟରେ ବାହାରିବି ନା କ'ଣ ସାଙ୍ଗମାନେ? ଜୟ ମା ମଣିଷା, ଜୟ ଜଗନ୍ନାଥ। ରହିଲି, ଆଗକୁ ଆହୁରି ଭଲ ଭିଡ଼ିଓ ଆଣିବି।